ନମସ୍କାର, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଭଗବାନ ଶ୍ରୀହରି କହିଛନ୍ତି, ଗାଧୋଇବା ସମୟରେ ଯେଉଁ ପରିସ୍ରା ହୁଏ ସେ କୌଣସି ରୋଗ ନୁହେଁ, ବରଂ ଏହା ଗୋଟେ ଅଦ୍ଭୁତ ଚମତ୍କାର। ହଁ ଦର୍ଶକ ବନ୍ଧୁ, କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଏହି ଅଦ୍ଭୁତ ଚମତ୍କାର ବିଷୟରେ ଶୁଣିବାକୁ ଆପଣମାନେ ଇଚ୍ଛା କରୁଥିଲେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦୟାକରି ଦେଖନ୍ତୁ। ଦର୍ଶକ ବନ୍ଧୁମାନେ, ଏହା ହେଉଛି ବୈକୁଣ୍ଠ ଧାମର କଥା। ଗୋଟିଏ ଦିନ ଦେବର୍ଷି ନାରଦ ନାରାୟଣ ନାରାୟଣ ଜପ କରି କରି ବୈକୁଣ୍ଠ ଧାମକୁ ପହଞ୍ଚି ଭଗବାନ ଶ୍ରୀହରିଙ୍କୁ ପ୍ରଣାମ ଜଣାଇଲେ। ଭଗବାନ ଶ୍ରୀହରି ମଧ୍ୟ ପ୍ରତିବଦଳରେ ପ୍ରଣାମ କରି ଦେବର୍ଷିଙ୍କ ଆସିବାର ଅଭିପ୍ରାୟ ପଚାରି ବୁଝନ୍ତି। ତାପରେ ଦେବର୍ଷି ନାରଦ କହୁଛନ୍ତି, ପ୍ରଭୁ, ସବୁକିଛି ଠିକ୍ ଅଛି, କିନ୍ତୁ ମୁଁ ଯେତେବେଳେ ପୃଥିବୀ ଲୋକକୁ ଭ୍ରମଣ କରୁଥିଲି ସେତେବେଳେ ଗୋଟିଏ ଦୃଶ୍ୟ ଦେଖିଲି। ଜଣେ ଯୁବକ ସ୍ନାନ କରୁଥିଲେ ଏବଂ ସ୍ନାନ କରିବା ସମୟରେ ସେ ଅସ୍ତପ୍ରସ୍ତ ହେଉଥିଲେ। ଏହି କଥାକୁ ନେଇ ସେଠାରେ ଉପସ୍ଥିତ ସମସ୍ତେ ତାଙ୍କର ମଜାକ ଉଡ଼ାଉଥିଲେ। ସେଥିପାଇଁ ହେ ପ୍ରଭୁ, ସେହି ଦୃଶ୍ୟ ଦେଖି ମୋ ମନରେ ଗୋଟିଏ ପ୍ରଶ୍ନ ଉଠିଲା। ସ୍ନାନ କରିବା ସମୟରେ ପରିସ୍ରା କାହିଁକି ଲାଗେ? ଏହାର ରହସ୍ୟ କ'ଣ? ଏହା କୌଣସି ଭୟଙ୍କର ରୋଗକୁ ଆମନ୍ତ୍ରଣ କରୁନାହିଁ? ଆଗକୁ ଦେବର୍ଷି ନାରଦ କହିଲେ, ହେ ପ୍ରଭୁ, ଆପଣ ଏହି ପ୍ରଶ୍ନର ଉତ୍ତର ଦେଇ ମୋର ମନ ଏବଂ ଜିଜ୍ଞାସାକୁ ଶାନ୍ତ କରିବାକୁ କୃପା କରନ୍ତୁ। ତାପରେ ଭଗବାନ ବିଷ୍ଣୁ କହିଲେ, ହେ ଦେବର୍ଷି, ତୁମେ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଉଚିତ ପ୍ରଶ୍ନ ପଚାରିଛ। ଏହି ପ୍ରଶ୍ନର ଉତ୍ତର ମୁଁ ଗୋଟେ ଅଦ୍ଭୁତ କଥାର ମାଧ୍ୟମରେ ଦେବି। ଯେଉଁ ବ୍ୟକ୍ତି ଏହି କଥାଟିକୁ ସମ୍ପୂର୍ଣ୍ଣ ଶ୍ରବଣ କରିବେ ତାଙ୍କର କଲ୍ୟାଣ ହେବ ଏବଂ ଯେଉଁ ବ୍ୟକ୍ତି ଏହାକୁ ଅଧା ଅଧୁରା ଶୁଣିବେ ତାଙ୍କୁ ପାପ ଲାଗିବ। ତାପରେ ଦେବର୍ଷି ନାରଦ କହିଲେ, ହେ ପ୍ରଭୁ, ମୁଁ ଏହି କଥାକୁ ସମ୍ପୂର୍ଣ୍ଣ ଧ୍ୟାନର ସହିତ ଶୁଣିବି ଓ ମୁଁ 3 ଥର କରି ଏହି କଥାକୁ ପ୍ରଚାର ଓ ପ୍ରସାର କରିବି। ତେଣୁ ଆପଣ ଏହି ଜଗତର କଲ୍ୟାଣର କଥା ଶୁଣାଇବା ଆରମ୍ଭ କରନ୍ତୁ। ପ୍ରଭୁ, ଆପଣ ଆରମ୍ଭ କରନ୍ତୁ। ତାପରେ ଭଗବାନ ବିଷ୍ଣୁ କହିଲେ, ହେ ଦେବର୍ଷି, କେବେ ତୁମେ ଭାବିଛ କି ଯେତେବେଳେ ଲୋକମାନେ ସ୍ନାନ କରିବାକୁ ଯାଆନ୍ତି ସେତେବେଳେ କାହିଁକି ପରିସ୍ରାର ଚାପ ବଢ଼ି ଯାଇଥାଏ ଏବଂ ଏମିତି ମଧ୍ୟ ହୁଏ ଯେପରିକି ଆଗରୁ କିଛି ଥିଲା ନାହିଁ, କିନ୍ତୁ ଶରୀରରେ ପାଣି ପଡ଼ିବା ସହିତ ପରିସ୍ରାର ଇଚ୍ଛା ଜାଗ୍ରତ ହୁଏ। କେବଳ ଏହାକୁ କୌଣସି ସଂଯୋଗ ଭାବିବା ଯୋଗ୍ୟ ନୁହେଁ। ଏହା ପଛରେ ଗୋଟିଏ ଗୁପ୍ତ ରହସ୍ୟ ଲୁଚି ରହିଛି। ସମସ୍ତଙ୍କ ସହ ହୋଇଥାଏ। ଏହା ଶୁଣି ଭଗବାନ ବିଷ୍ଣୁ କହିଲେ, ହଁ, ପ୍ରତ୍ୟେକ ମଣିଷ ନିଜ ଜୀବନରେ ଗୋଟେ ଥର ଏହାକୁ ନିଶ୍ଚୟ ଅନୁଭବ କରୁଥିବେ, କିନ୍ତୁ ଫରକ ଏତିକି ଯେ କିଛି ଲୋକ ଏହାକୁ ସାଧାରଣ ଘଟଣା ଭାବି ଭୁଲି ଯାଇଥାନ୍ତି ଓ ଅନ୍ୟ କିଛି ଲୋକ ଏହି ଘଟଣାର ରହସ୍ୟ ଜାଣିବା ପାଇଁ ଲାଗି ପଡ଼ନ୍ତି। ସେମାନଙ୍କର ଏହି ଜାଣିବାର ଇଚ୍ଛା ସେମାନଙ୍କୁ ଏହି ଜ୍ଞାନର ଚରମ ସୀମାରେ ପହଞ୍ଚାଇଥାଏ। କାହିଁକି ନା ଏହା ପଛରେ ଏକ ଗୁପ୍ତ ରହସ୍ୟ ଲୁଚି ରହିଛି। ପାଣି ଏବଂ ପରିସ୍ରା ଦୁଇଟି ଯାକ ଗୋଟିଏ ତତ୍ତ୍ୱରେ
ତିଆରି ହୋଇଥାଏ। ଯେତେବେଳେ ପାଣି ବାହାର ପଟୁ ଶରୀରକୁ ସ୍ପର୍ଶ କରେ ସେତେବେଳେ ଶରୀର ଭିତରର ପାଣିର ତତ୍ତ୍ୱ ମଧ୍ୟ ପ୍ରତିକ୍ରିୟା କରିଥାଏ। ଏହା ପ୍ରକୃତିର ସନ୍ତୁଳନ ଅଟେ। ଏହା ପ୍ରକୃତି ଓ ଶରୀର ମଧ୍ୟରେ ତିଆରି ଗୋଟିଏ ସମ୍ପର୍କର ଆଇନ ସଦୃଶ। ଯାହା ବାହାରେ ହୋଇଥାଏ ତାହା ଭିତରେ ମଧ୍ୟ ପରିଲକ୍ଷିତ ହୋଇଥାଏ। ଯେବେ ବାହାରର ପାଣି ଶରୀରରେ ଲାଗିଥାଏ ତେବେ ଭିତରର ପାଣି ଅର୍ଥାତ୍ ପରିସ୍ରାର ଇଚ୍ଛାକୁ ବଢ଼ାଇଥାଏ। କିନ୍ତୁ ପ୍ରଶ୍ନ ଉଠେ ଯେ ଏହା କେବଳ ପାଣି ଏବଂ ମୂତ୍ରାଶୟର ସମ୍ପର୍କ ନା ଏହା ପଛରେ କିଛି ଅଲଗା ରହସ୍ୟ ରହିଛି? କ'ଣ ଏହା କୌଣସି ଦୁର୍ବଳତାର ସଂକେତ, ନା ଏହା କୌଣସି ରୋଗର ଲକ୍ଷଣ, ନା ଏହା ଶରୀର ଓ ମନ ଭିତରେ ଏକ ବାର୍ତ୍ତାଳାପ? ଏଇଠି ଆରମ୍ଭ ହୋଇଥାଏ ମଣିଷର ଅସଲ ଯାତ୍ରା। ଶରୀରର ବିଜ୍ଞାନଠୁ ଆରମ୍ଭ କରି ଆଧ୍ୟାତ୍ମିକ ଦୃଷ୍ଟି ପର୍ଯ୍ୟନ୍ତ। କାହିଁକି ନା ଯଦି ଲୋକମାନେ ଏହାକୁ ସାଧାରଣ ଭାବି ଅବହେଳା କରନ୍ତି ତେବେ ସେମାନେ ବହୁତ ବଡ଼ ସଙ୍କଟରେ ପଡ଼ିଯିବେ। କିନ୍ତୁ ଏତିକି ଫରକ, କେଉଁ ଲୋକ ଏହାକୁ ଅଧିକ ଅନୁଭବ କରନ୍ତି ଏବଂ ଆଉ କେଉଁ ଲୋକ ଏହାକୁ କମ୍ ଅନୁଭବ କରିଥାନ୍ତି। ମନୋବିଜ୍ଞାନୀଙ୍କ ମତ ଅନୁସାରେ ମନୁଷ୍ୟର ମନ ଏବଂ ଶରୀରର ଗଭୀରତାରେ ଯୋଡ଼ା ହୋଇଛି। ଯେତେବେଳେ ମନ ଆରାମ କରିଥାଏ ସେତେବେଳେ ଶରୀର ରିଲିଜ୍ ହେବାକୁ ଚାହୁଁଥାଏ। ଏହାକୁ କୌଥାରିସ୍ କୁହାଯାଏ। ଭଗବାନ ବିଷ୍ଣୁ କହିଲେ, ଥରେ ଚିନ୍ତା କରନ୍ତୁ, ଯେତେବେଳେ ଲୋକେ କାନ୍ଦନ୍ତି କ'ଣ ଅନୁଭବ କରନ୍ତି? ପ୍ରଥମେ ତ ଭାରି ଭାରି ଲାଗିଥାଏ, କିନ୍ତୁ କାନ୍ଦି ସାରିବା ପରେ ମନ ହାଲକା ଲାଗିଥାଏ। ଠିକ୍ ସେହିପରି ପରିସ୍ରା ହୋଇଥାଏ। ଏହା ଏକ ପ୍ରକାରର ସଫା ସୁତୁରା। ମନୁଷ୍ୟ ଲଗାତାର ଚାପ ତଳେ ରହିଥାଏ, ଯେମିତିକି ଚିନ୍ତା, ରାଗ, ଡର, ଇଚ୍ଛା ଏସବୁ ଶରୀର ଭିତରେ ଜମାଟ ବାନ୍ଧି ରହିଥାଏ। ଯେତେବେଳେ ମଣିଷ ସ୍ନାନ କରିଥାଏ ସେତେବେଳେ ଜଳ କେବଳ ଲୋକମାନଙ୍କର ଶରୀରକୁ ଧୋଇ ନଥାଏ, ବରଂ ଏହା ମନୁଷ୍ୟ ଭିତରେ ଚାପକୁ ମଧ୍ୟ ତରଳାଇ ଦେଇଥାଏ। ଏବଂ ଯେବେ ଚାପ କମ୍ ହୋଇଥାଏ ସେତେବେଳେ ଶରୀରରୁ ଛୋଟ ଛୋଟ ସଂକେତ ବାହାରିବା ଆରମ୍ଭ କରେ। ଯେମିତିକି ପରିସ୍ରା ହେବାର ଇଚ୍ଛା ଜୈବିକ ନୁହେଁ, ବରଂ ଏହା ମନୋବିଜ୍ଞାନ ଅଟେ। ଆଗକୁ ଭଗବାନ ବିଷ୍ଣୁ କହିଲେ, ମଣିଷ ମାଆର ଗର୍ଭରେ ପାଣି ଭିତରେ ଘେରି ହୋଇ ଜନ୍ମ ହେଉଥିଲା। ମଣିଷଙ୍କର ପ୍ରଥମ ଅନୁଭୂତି ପାଣିରୁ ଆରମ୍ଭ ହୋଇଥାଏ। ଜଳ ମଣିଷର ଶରୀରକୁ ସ୍ପର୍ଶ କରିବା ମାତ୍ରେ ଆମର ଅବଚେତନ ମନ ସକ୍ରିୟ ହୋଇଯାଇଥାଏ। ସେଥିପାଇଁ ସ୍ନାନ କରିବାକୁ ଆନନ୍ଦ ଲାଗେ। ସେଥିପାଇଁ ପାଣିରେ ବୁଡ଼ିବା, କୌଣସି ନଦୀ କିମ୍ବା ସମୁଦ୍ର କୂଳରେ ବସି ସ୍ନାନ କରିବାକୁ ଆରାମଦାୟକ ଲାଗେ। ମାଆ ଗର୍ଭରେ ଶିଶୁ ପୂରା ଆରାମରେ ଥିଲା। ନା କୌଣସି ଚିନ୍ତା ଥିଲା, ନା କୌଣସି ଚାପରେ ଥିଲା। ପାଣିର ଆଢ଼ୁଆଳରେ ଥିବାରୁ ସେ ପୂରା ଖୁସିରେ ଥିଲା। କିନ୍ତୁ ପ୍ରଶ୍ନ ଉଠେ, ସ୍ନାନ କରିବା ସମୟରେ ପରିସ୍ରା ହେବାର ଇଚ୍ଛା ଏକ ସାଧାରଣ ରିଫ୍ଲେକ୍ସ ଅଟେ,
ନା କୌଣସି ରୋଗର ସଂକେତ ଅଟେ। ବିଜ୍ଞାନ କହିଥାଏ, ଯଦି ଏହା ବହୁତ ଥର ହୋଇଥାଏ ଏବଂ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥାଏ, ତେବେ ଏହା କୌଣସି ମେଡିକାଲ କଣ୍ଡିସନର ସଂକେତ ହୋଇଥାଏ। କିନ୍ତୁ ଯଦି ଏହା କେବେ କେବେ ହୋଇଥାଏ, ତେବେ ଏହା ସାଧାରଣ ଅଟେ। କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି, କ'ଣ ଆପଣ ଏହାକୁ କେବଳ ସାଧାରଣ ଭାବି ଅଣଦେଖା କରୁଛନ୍ତି? ସମସ୍ତ ପ୍ରକାରର ଘଟଣା ଜୈବିକ ହୋଇନଥାଏ, କିନ୍ତୁ କିଛି କିଛି ଆଧ୍ୟାତ୍ମିକ ମଧ୍ୟ ହୋଇଥାଏ। ପରିସ୍ରା, ହସ, ଲୁହ ଏହି ସବୁ କାର୍ଯ୍ୟକଳାପ ଛୋଟ ଛୋଟ ହୋଇଥିଲେ ମଧ୍ୟ ଏହା ପଛରେ ବଡ଼ କାରଣ ଲୁଚି ରହିଛି। ଏହିଭଳି ଭାବେ ଭଗବାନ ବିଷ୍ଣୁ ଦେବର୍ଷି ନାରଦଙ୍କୁ ଏହି ସମସ୍ୟାର ରାସ୍ତାକୁ ବୁଝାଇ ଦେଲେ, ଯାହାଦ୍ୱାରା ସମଗ୍ର ମାନବ ଜାତିର କଲ୍ୟାଣ ହୋଇପାରିବ। ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛି। ଦର୍ଶକ ବନ୍ଧୁ, ଆପଣମାନେ ମୋର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଯଦି ଆପଣମାନେ ମୋର ଏହି ଭିଡ଼ିଓରୁ କିଛି ବି ଶିକ୍ଷଣୀୟ କଥା ଶିଖିପାରିଥିବେ, ତେବେ ଦୟାକରି ଭିଡ଼ିଓଟିକୁ ଗୋଟେ ଛୋଟିଆ ଲାଇକ୍ କରି ଆମ ଚ୍ୟାନେଲ ସୋନା ରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ତାହା ସହ କମେଣ୍ଟରେ ଜୟ ଶ୍ରୀ ଜଗନ୍ନାଥ ବୋଲି ନିଶ୍ଚିତ ଲେଖନ୍ତୁ। ଏହାଦ୍ୱାରା ପ୍ରଭୁ ଜଗନ୍ନାଥ ଆପଣଙ୍କର ଏବଂ ଆପଣଙ୍କ ପରିବାରର ମଙ୍ଗଳ କରିବେ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଭଲରେ ରୁହନ୍ତୁ ଆପଣମାନେ। ଏତିକି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।